ଅସଫଳ ଉପାୟ। ଗୋଟିଏ ନଗରୀରେ ଜଣେ ଧନୀ ବ୍ୟକ୍ତି ବାସ କରୁଥିଲେ। ଦାନ ଦେବା କାରଣରୁ ସେ ଦାନୀ ଭାବରେ ପ୍ରସିଦ୍ଧ ଥିଲେ। ନିକଟସ୍ଥ ଗୋଟିଏ ସହରରେ ଆଉ ଜଣେ ଧନୀ ବ୍ୟକ୍ତି ଥିଲେ, କିନ୍ତୁ ସେ ଭାରି ଲୋଭୀ ଥିଲେ। ଯେଉଁମାନେ ଦାନୀକୁ ପ୍ରଶଂସା କରୁଥିଲେ, ସେମାନେ ତାକୁ ଲୋଭୀ ଓ କଞ୍ଜୁସ କହୁଥିଲେ। କଞ୍ଜୁସ କୌଣସି ପ୍ରକାରେ ନିଜର ଅପବାଦ ଦୂର କରିବା ପାଇଁ ଚାହିଁଲେ। ତାଙ୍କର ପାଖରେ ଜଣେ ବିଶ୍ୱସ୍ତ ଚାକର ଥିଲା। ସେ ତା ସହିତ ପରାମର୍ଶ କରି କୌଣସି ଉପାୟ ଚିନ୍ତା କରିବାକୁ କହିଲେ। ଲୋକଙ୍କ ମୁହଁରେ ଦାନ ଦେଇ ନିଜକୁ ଦାନୀ ଭାବରେ କୁହାଇ ପାରିଲେ ନାହିଁ, କିନ୍ତୁ ଆଖପାଖ ସହରର ଦାନୀ ଧନୀମାନଙ୍କୁ ଠକିବା ସହଜ। ତାଙ୍କୁ ଦିନେ ଆମ ଘରକୁ ଡାକନ୍ତୁ। ଯେତେବେଳେ ସେ ଆମ ଘରେ ଥିବେ, ମୁଁ ବେଶ ବଦଳାଇ ମାଗିବା ପାଇଁ ଯିବି। ଯେତେବେଳେ ସେ ଦେଖୁଥିବେ ଆପଣ ମୋତେ ଶହେ ଶହେ ମୋତି ଦେବେ, ସେ ଆଶ୍ଚର୍ଯ୍ୟ ହୋଇଯିବେ ଏବଂ ଯାହାକୁ ଭେଟିବେ ଆପଣଙ୍କର ଦାନୀପଣର ପ୍ରଶଂସା କରିବେ। ପଇସା ଖର୍ଚ୍ଚ ନ କରି ଆପଣଙ୍କୁ ବଡ଼ ଯଶ ଖ୍ୟାତି ମିଳିବ। ଆପଣଙ୍କୁ ଦାନୀଙ୍କ ମୁହଁରେ ମହାଦାନୀ ଭାବରେ ପରିଚିତ କରାଇବେ। ଚାକର କଞ୍ଜୁସକୁ ପରାମର୍ଶ ଦେଲା। ହଁ, ତୁମ ଉପାୟ ଭାରି ଭଲ। କାଲି ହିଁ ତାଙ୍କୁ ଭୋଜନ କରିବାକୁ ଡାକନ୍ତୁ। ତୁମେ ସନ୍ଧ୍ୟାରେ ସହରକୁ ଯିବ। ଯେମିତି ହେଉ ତାଙ୍କୁ ବୁଝାଇ ସୁଝାଇ ନିମନ୍ତ୍ରଣ କରି ନେଇ ଆସିବ। କଞ୍ଜୁସ କହିଲା। ଚାକର ଦାନୀର ଘରକୁ ଆସିଲା। ତାଙ୍କୁ କହିଲା, ଆମ ମାଲିକ ଆପଣଙ୍କୁ ନିମନ୍ତ୍ରଣ କରିଛନ୍ତି। କୃପା କରି ତାଙ୍କର ଆତିଥ୍ୟ ସ୍ୱୀକାର କରନ୍ତୁ। ତୁମ ମାଲିକ, ଯିଏ ବିଲେଇ ପାଇଁ ମଧ୍ୟ କିଛି ଛାଡ଼ନ୍ତି ନାହିଁ, ସେ ମୋତେ ଘରକୁ କାହିଁକି ଡାକୁଛନ୍ତି? କଥା କ'ଣ? ଏହା ତ ବଡ଼ ଆଶ୍ଚର୍ଯ୍ୟ କଥା। ମୋର ମହାଭାଗ୍ୟ ହେବ। ଦାନୀ କଞ୍ଜୁସଙ୍କ ଚାକରକୁ ପଚାରିଲା, ହୁଜୁର, ମୋ ମାଲିକ ବିଷୟରେ ଲୋକେ ଯାହା କହନ୍ତି ଆପଣ ବିଶ୍ୱାସ କରୁଛନ୍ତି। ସତ କଥା ହେଉଛି ସେ ଭାରି ଉଦାର ଏବଂ ଦାନୀ। ସେ ସାଧାରଣ ଭିକାରୀକୁ ମଧ୍ୟ 100 ମୋତିରୁ କମ୍ ଦିଅନ୍ତି ନାହିଁ। ସେ ଗୁପ୍ତ ଦାନ କରନ୍ତି। କେହି ତୃତୀୟ ବ୍ୟକ୍ତି ଜାଣିପାରନ୍ତି ନାହିଁ। ଆଉ କ'ଣ କହିବି? କାଲି ଆପଣ ନିଜେ ନିଜ ଆଖିରେ ଦେଖିବେ। ଅବଶ୍ୟ ସେ କାହିଁକି ଆପଣଙ୍କୁ ଡାକିଛନ୍ତି ନିଶ୍ଚୟ କହିବି। ଏପର୍ଯ୍ୟନ୍ତ ସେ 1,00,000 ମୋତି ଦାନରେ ଦେଇଛନ୍ତି। ତେଣୁ କାଲି ମନ୍ଦିରରେ ଅଭିଷେକ କରିବେ। ତେଣୁ ସେ ଏହି ଅବସରରେ ଆପଣଙ୍କ ପରି ଯୋଗ୍ୟ ବ୍ୟକ୍ତିଙ୍କୁ ଆତିଥ୍ୟ ପ୍ରଦାନ କରିବା ପାଇଁ ନିଶ୍ଚୟ କରିଛନ୍ତି, କାରଣ ଏହି ଇଲାକାରେ ତାଙ୍କର ସମକକ୍ଷ ଦାନୀ ଆପଣ ମାତ୍ର ଜଣେ। କଞ୍ଜୁସର ଚାକର ଏସବୁ କହିଲା। ଦାନୀ କିଛି ସମୟ ଚିନ୍ତା କରି କହିଲେ, ଆଚ୍ଛା, ଆପଣ ମାଲିକକୁ କହିବେ ମୁଁ କାଲି ସକାଳେ ଠିକ୍ ସମୟରେ ଆସିବି। ଚାକର କଞ୍ଜୁସ ଘରକୁ ଚାଲିଗଲା। ସେ ଯାହା ଦାନୀକୁ କହିଥିଲା ସବୁ କଥା କହିଲା। କଞ୍ଜୁସ ଚାକରର ଚତୁରତା ଦେଖି ମନେ ମନେ ଭାରି ଖୁସି ହେଲା। ପରଦିନ ଦାନୀ କଞ୍ଜୁସ ଘରକୁ ଆସିଲା। ଆପଣ ଆସିଲେ, ସାଙ୍ଗରେ କେହି ଚାକର ବାକର ଦିଶୁନାହାନ୍ତି। ଆପଣଙ୍କର ଚାକର କୁଆଡ଼େ ଗଲା? କଞ୍ଜୁସ କହିଲା। ଚାକରର କିଛି କାମ ଥିଲା, ତେଣୁ ସେ ପଛରେ ରହିଗଲା। କାମ ସରିବା ପରେ ସେ ଆସିଯିବ। ସେ ମଧ୍ୟ ଏଇଠାକୁ ଆସିବ। ଆମେ ସାଙ୍ଗ ହୋଇ ଫେରିବୁ। ଦାନୀ କହିଲା। ଦେଖିଲେ, ଶୁଣିଲି ଯେ ମୋ ଚାକର ଆପଣଙ୍କୁ କହିଦେଇଛି ଯେ ମୁଁ 1,00,000 ମୋତି ଦାନ କରିଦେଇଛି। ମୁଁ ଚାହୁଁନଥିଲି ଯେ ମୋ ଦାନ ବିଷୟରେ କେହି ଜାଣନ୍ତୁ। ଦାନ ଧର୍ମ କରିବା ମୋର ମୁଖ୍ୟ କାର୍ଯ୍ୟ। ଖ୍ୟାତି କୀର୍ତ୍ତି ଅର୍ଜନ କରିବା ମୋର ମୁଖ୍ୟ କାର୍ଯ୍ୟ ନୁହେଁ। ଏଥିପାଇଁ ମୋର ଭେଦ କାହାକୁ କହିବେ ନାହିଁ। ଈଶ୍ୱରଙ୍କ ଦୟାରୁ ଆମର ଅଭାବ ନାହିଁ। ଯେତେବେଳେ ସୁଯୋଗ ମିଳିବ କିଛି ଦାନ କଲେ ଭଲ। ତେଣୁ ମୁଁ ସୁଯୋଗ ମିଳିଲେ ଯାହା ପାରେ ଦାନ କରେ। କଞ୍ଜୁସ କହିଲା। କଞ୍ଜୁସ ଚାକରକୁ କହିଲା, ହୁଜୁର, ମୁଁ ମନ୍ଦିର ଯାଇ ଅଭିଷେକ କରାଇ ଆସୁଛି। ଏହା କହି ସେ ଚାଲିଗଲା। କଞ୍ଜୁସ ଯେତେବେଳେ ଦାନୀ ସହିତ କଥାବାର୍ତ୍ତା କରୁଥିଲା, ଜଣେ ବୁଢ଼ା ଭିକାରୀ ସେଠାକୁ ଆସିଲା। ସେ ଭିକ୍ଷା ମାଗିଲା। କଞ୍ଜୁସ ନିଜ ପାଖରେ ଥିବା ଥାଳିରୁ 100 ମୋତି ବାହାର କରି ତାକୁ ଗର୍ବର ସହ ବଢ଼ାଇ ଦେଲା। ବୁଢ଼ା ଭିକାରୀ ଚାଲିଗଲା ପରେ ଜଣେ ବୈରାଗୀ ଆସିଲା। ତାକୁ ମଧ୍ୟ ସେ 100 ମୋତି ଦେଇ ବିଦା କଲା। ସେତିକିବେଳେ ଭୋଜନ ସମୟରେ ଜଣେ ଅନ୍ଧ
ମୂକ, ଜଣେ ବନବାସୀ, ଜଣେ ଯାତ୍ରୀ, ଜଣେ ମଦାରୀ ଏହିପରି 10 ଜଣ ବ୍ୟକ୍ତି ଥର ଥର ହୋଇ ଆସିଲେ। କଞ୍ଜୁସ ସମସ୍ତଙ୍କୁ 100 ମୋତି ଦେଲା ଏବଂ ନିଜ ଚାକରର ପ୍ରଶଂସା କଲା। ମନେ ମନେ ଭାବୁଥିଲା, କେତେ ସୁନ୍ଦର ଭାବରେ ସେ ପୋଷାକ ବଦଳାଇ ଆସୁଛି। କେହି ଦେଖିଲେ ଚିହ୍ନି ପାରିବେ ନାହିଁ ଯେ ସମାନ ବ୍ୟକ୍ତି ଏତେ ଥର ଆସୁଛି। ଦାନୀ କଞ୍ଜୁସକୁ କହିଲା, ମୁଁ ଆପଣଙ୍କ ପରି ଦାନ କରେ ନାହିଁ। କେଉଁଠାରୁ ଏପରି ଦାନ ବିଷୟରେ ଶୁଣି ନାହିଁ ମଧ୍ୟ। ମୁଁ କେବେ କେମିତି କେହି ଅସୁବିଧାରେ ପଡ଼ିଥିଲେ ସହି ନ ପାରି ଅଳ୍ପ ପରିମାଣର ଦାନ କରିଥାଏ। ଆଜି ହିଁ ଆପଣ ଗୋଟିଏ ଦିନରେ 10,000 ମୁଦ୍ରା ଦାନ ଦେଇଛନ୍ତି। ଏହାଠାରୁ ବଡ଼ କଥା ଆଉ କ'ଣ ହୋଇପାରେ? ଆପଣ ତ ମହାଦାନୀ। ଆପଣଙ୍କ ସମକକ୍ଷ କିଏ ବା ହେବ? ମୁଁ ଆପଣଙ୍କର ଏତେ ଭଲ ଗୁଣ ଅଛି ପୂର୍ବରୁ ଜାଣିନଥିଲି। ନାଇଁ, 10 ଜଣ ଆସିଲେ। 10 ଥର ମୁଁ 100 ମୋତି ଦେଲି। ଏହା ତ ମୋ ପାଇଁ ନିତିଦିନିଆ କଥା ପରି ହୋଇଗଲାଣି। କଞ୍ଜୁସ ନିଜ ଉପାୟର ସଫଳତା ବିଷୟରେ ଭାବି ପ୍ରସନ୍ନ ହେଲା। 2 ପ୍ରହର ବେଳକୁ କଞ୍ଜୁସର ଚାକର ସାଧାରଣ ବେଶରେ ଆସିଲେ ଏବଂ କହିଲା, ଏବେ ମୋର ପୂଜା ସରିଲା। ପ୍ରସାଦ ଆଣିଛି ନିଅନ୍ତୁ। ଏହା କହି ଥାଳି ସହିତ ଘର ଭିତରକୁ ଗଲା। କିଛି ସମୟ ପରେ କଞ୍ଜୁସ ଭିତରକୁ ଗଲା ଏବଂ କହିଲା, ବଢ଼ିଆ ନାଟକ କଲୁ। ମୁଁ କେବେ ଭାବିନଥିଲି ଏତେ ସହଜରେ ମହାଦାନୀ ଭାବରେ ପରିଚିତ ହେବି। ତୋତେ ଦେଖି ମୁଁ ଚିହ୍ନି ପାରୁନଥିଲି। ସେ ଯାହା ହେଉ, ମୋ ଧନ କାହିଁ? ଏଇ ନିଅନ୍ତୁ, ସବୁ ରଖିଛି। 500। ଏହା ଚାକର କଞ୍ଜୁସକୁ ଥଳି ଧରେଇ ଦେଲା। ଆଉ 500 କୁଆଡ଼େ ଗଲା? ମୁଁ ତ ତୋତେ 1000 ମୋତି ଦେଇଥିଲି। ତୁ 10 ଥର 10ଟି ବେଶରେ ଆସିଥିଲୁ। ମୋର ଠିକ୍ ମନେ ଅଛି। କଞ୍ଜୁସ କହିଲା, ନାଇଁ ଆଜ୍ଞା, ମୁଁ 5 ଥର ହିଁ ଆସିଥିଲି। ଯେତେ ଥର ଆସିଲି ଆପଣ ମୋତେ 100 ମୋତି ଦେଲେ। କଞ୍ଜୁସର ଚାକର ଆଶ୍ଚର୍ଯ୍ୟ ହୋଇ କହିଲା, 10 ଜଣ ଆସିଥିଲେ। ଯଦି ତୁମେ 5 ଥର ଆସିଲ, ତେବେ ଆଉ 5 ଥର କିଏ ଆସିଥିଲା? କଞ୍ଜୁସ ଚିନ୍ତିତ ହୋଇ ଜୋରରେ ପଚାରିଲା, ସେ ବୋଧହୁଏ ଆମ ଚାକର ହୋଇଥିବ। ଦାନୀର ସ୍ୱର ଶୁଭିଲା। ମାଲିକ ଏବଂ ଚାକର ଭିତରେ କଥାବାର୍ତ୍ତା ହେଉଥିବା ସମୟରେ ସେ ଧୀରେ ଧୀରେ ଆସି ଭିତରେ ସେମାନଙ୍କ କଥା ଶୁଣୁଥିଲା। ଆମର ଚାକର ବି ଆସିଗଲାଣି। ଆପଣ ଦେଇଥିବା ମୋତି କୁଆଡ଼େ ଯିବ ନାହିଁ। ସେ ମଧ୍ୟ ଭାରି ବିଶ୍ୱସ୍ତୀ। ସେ ଆପଣଙ୍କର ସମସ୍ତ ମୋତି ଫେରାଇ ଦେବ। ଧନ ପାଇଁ ବିଚଳିତ ହୁଅନ୍ତୁ ନାହିଁ। ଦାନୀ କହିଲା। କଞ୍ଜୁସ ଆଶ୍ଚର୍ଯ୍ୟ ଏବଂ ଅପମାନରେ ଯେମିତି ସଢ଼ି ଯାଉଥିଲା। ତାର ଚାଲ ସଫଳ ହେଲା ନାହିଁ।